ଅନୁଗୁଳ ଜିଲ୍ଲା ବରପାଳ ଥାନା ଅଧୀନସ୍ଥ ଗୋତମରା ଗ୍ରାମର ବିଶ୍ୱନାଥପୁର ମଠ ଅଞ୍ଚଳରେ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ। ସୂଚନା ପାଇ ଅଚାନକ ଚଢ଼ାଉ କରି 2 ଜଣ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ କାବୁ କରିଥିବା ବେଳେ ଅନ୍ୟ 2 ଜଣ ଫେରାର ହୋଇଯାଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନ ପ୍ରାୟ 4ଟା ସମୟରେ କିଛି ଦୁର୍ବୃତ୍ତ ଅପରାଧ ଘଟାଇବା ପାଇଁ ଗୁପ୍ତ ବୈଠକ କରୁଥିବା ଖବର ପୋଲିସ ପାଇଥିଲା। ଏହାପରେ ବରପାଳ ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଓ ଅନ୍ୟ ଜଣଙ୍କୁ ଗୋତମରା ଗ୍ରାମ ବାଲିସାହି ପାଇପଲାଇନ ଅଞ୍ଚଳରୁ କାବୁ କରି ପୋଲିସ ନିଜ ହେଫାଜତରେ ନେଇଥିଲା। ତେବେ ଅନ୍ୟ 2 ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପିଛା କରୁଥିବା ବେଳେ ସେମାନେ ପୋଲିସ ଉପରକୁ ବନ୍ଧୁକରୁ ଗୁଳି ଚଳାଇ ଦେଇଥିଲେ। ଭାଗ୍ୟବଶତଃ ଏହି ଗୁଳିକାଣ୍ଡରେ କୌଣସି ପୋଲିସ କର୍ମଚାରୀ ଆହତ ହୋଇନଥିବାର ଜଣାପଡ଼ିଛି। ଘଟଣାସ୍ଥଳରେ ଏସଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂ, ଏସଆଇ ଅମିତ ମିଶ୍ର ପୋଲିସ ବାହିନୀ ପହଞ୍ଚି ଅପରେସନ ଜାରି ରଖିଥିଲେ। ତେବେ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବାରୁ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ବନ ବିଭାଗ ଡ୍ରୋନ୍ କ୍ୟାମେରା ସହାୟତାରେ ତଲାସୀ ଅଭିଯାନ ଚାଲୁ ରଖିଛି। ଖବର ଲେଖା ହେବା ପରେ ଫେରାର ଥିବା 2 ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିନଥିଲା। ପୋଲିସ ହେଫାଜତରେ ଥିବା 2 ଅଭିଯୁକ୍ତଙ୍କୁ ବରପାଳ ଅଞ୍ଚଳରେ ବଳିଆ ନାୟକ ଓ ସଞ୍ଜୟ ନାୟକ। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ସୂଚନା ମିଳିଛି।